ଜଣେ ମନୁଷ୍ୟର ମୃତ୍ୟୁ ପରେ କାହିଁକି 13 ଦିନ ପାଳନ କରାଯାଏ? ଏହାକୁ କରିବା ଦ୍ୱାରା ମୃତ ବ୍ୟକ୍ତିକୁ କ'ଣ ଫଳ ମିଳିଥାଏ? ଗରୁଡ଼ ପୁରାଣରେ ଏହା ବିଷୟରେ ବିସ୍ତାର କରି କୁହାଯାଇଛି। ଗରୁଡ଼ ପୁରାଣରେ କୁହାଯାଇଛି ଯେ ଯେତେବେଳେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥାଏ, ସେହି ବ୍ୟକ୍ତିର ଆତ୍ମା ନିଜ ପରିବାରର ଲୋକମାନଙ୍କ ଆଖପାଖରେ ବୁଲେ। କାରଣ ମରିବା ପରେ ଆତ୍ମା ପାଖରେ ଏତେ ବଳ ନଥାଏ କି ସେ ମୃତ୍ୟୁ ଲୋକରୁ ଯମଲୋକକୁ ଯାତ୍ରା କରିପାରିବ। ସେଥିପାଇଁ ଆପଣମାନେ ଦେଖିଥିବେ, ଯେତେବେଳେ କୌଣସି ବ୍ୟକ୍ତିର ମୃତ୍ୟୁ ହୋଇଥାଏ, ତେବେ ସେହି ବ୍ୟକ୍ତିର ପରିବାର ଲୋକେ ସେହି ବ୍ୟକ୍ତିକୁ ପିଣ୍ଡଦାନ କରନ୍ତି। ଗରୁଡ଼ ପୁରାଣରେ ଲେଖାଯାଇଛି କି ମୃତ୍ୟୁର 10 ଦିନ ପରେ ଯେଉଁ ପିଣ୍ଡଦାନ କରାଯାଏ, ସେହି ପିଣ୍ଡଦାନ ଫଳରେ ଆତ୍ମାର ଗୋଟେ ଗୋଟେ ଅଙ୍ଗ ତିଆରି ହୋଇଥାଏ। ଆଉ 11 ଏବଂ 12 ଦିନ ମାଂସ ଏବଂ ଚେହେରା ତିଆରି ହୁଏ ଏବଂ 13 ଦିନ ଯେତେବେଳେ ମୃତ ବ୍ୟକ୍ତିର ନାଁରେ ପିଣ୍ଡଦାନ କରାଯାଏ, ତେବେ ମୃତ ବ୍ୟକ୍ତିକୁ ଯମପୁରକୁ ଯିବା ପାଇଁ ଶକ୍ତି ମିଳେ। ମୃତ ବ୍ୟକ୍ତିକୁ ଯମପୁରକୁ ଯିବା ପାଇଁ 12 ମାସ ବା 1 ବର୍ଷ ସମୟ ଲାଗେ। କୁହାଯାଏ ଯେ ମୃତ ବ୍ୟକ୍ତିକୁ ଦିଆଯାଇଥିବା ପିଣ୍ଡଦାନ 1 ବର୍ଷ ପର୍ଯ୍ୟନ୍ତ ମୃତକଙ୍କ ଭୋଜନ ହୋଇଥାଏ। ଗରୁଡ଼ ପୁରାଣରେ କୁହାଯାଇଛି ଯେ ଯେଉଁ ବ୍ୟକ୍ତି ନାଁରେ ପିଣ୍ଡଦାନ କରାଯାଏ ନାହିଁ, ସେହି ଆତ୍ମାକୁ 13 ଦିନ ଯମଦୂତମାନେ ଘୋଷାରି ନେଇଯାଆନ୍ତି। ଏଭଳି ଆତ୍ମାକୁ ଯମଲୋକରେ ବହୁତ କଷ୍ଟ ଭୋଗିବାକୁ ପଡ଼େ। ଭୋକିଲା ଆତ୍ମାକୁ ଯେତେବେଳେ ଯମଦୂତମାନେ ଘୋଷାରିକି ନିଅନ୍ତି, ତେବେ ସେହି ଆତ୍ମାର ଅନେକ ଅଙ୍ଗ ଛେଲି ହୋଇଯାଏ। ଯଦି 1 ବର୍ଷ ମଧ୍ୟରେ ମୃତକଙ୍କ ପରିବାରବର୍ଗ କୌଣସି ବି ପିଣ୍ଡଦାନ କରନ୍ତିନି, ତେବେ ସେହି ଆତ୍ମାକୁ ଯମଦୂତମାନେ ଘୋଷାରିକି ଯମଲୋକ ପର୍ଯ୍ୟନ୍ତ ନେଇଯାଆନ୍ତି। କିନ୍ତୁ ଯଦି 1 ବର୍ଷ ମଧ୍ୟରେ ମୃତକଙ୍କୁ ପିଣ୍ଡଦାନ କିମ୍ବା ଅନ୍ନଦାନ କରାଯାଏ, ତେବେ ଯମଦୂତମାନେ ସେହି ଆତ୍ମାକୁ ଘୋଷାରିବା ବନ୍ଦ କରିଦିଅନ୍ତି। କାରଣ ପିଣ୍ଡଦାନ ଦ୍ୱାରା ସେହି ଆତ୍ମାରେ ବଳ ଆସିଥାଏ, ଯାହାଦ୍ୱାରା ସେହି ଆତ୍ମା ନିଜ ଗୋଡ଼ରେ ଚାଲି ଚାଲି ଯମଲୋକ ପର୍ଯ୍ୟନ୍ତ ଯାଏ। ଗରୁଡ଼ ପୁରାଣରେ କୁହାଯାଇଛି ଯେ 13 ଦିନ କରାଯାଇଥିବା କାର୍ଯ୍ୟ ମନୁଷ୍ୟ ଜୀବନର 16 ସଂସ୍କାର ମଧ୍ୟରୁ ଗୋଟେ। ଏହା ବିନା ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ ହୋଇନଥାଏ। ଯେଉଁ ବ୍ୟକ୍ତିର 13 ଦିନ ପାଳନ କରାଯାଏ ନାହିଁ, ସେହି ବ୍ୟକ୍ତି ଆତ୍ମା ପ୍ରେତୟୋନିରୁ ମୁକ୍ତି ମିଳେ ନାହିଁ। ଏହା ବି ଲେଖା ହୋଇଛି ଯେ 13 ଦିନ ଅତି କମରେ 13 ଜଣ ବ୍ରାହ୍ମଣକୁ ଭୋଜନ ଦେବା ଦରକାର। ଯଦି ମୃତକ ବ୍ୟକ୍ତିର ଆର୍ଥିକ ସ୍ଥିତି ଭଲ ଅଛି, ତାହେଲେ ସେ 13 ଜଣ ଠାରୁ ଅଧିକ ବ୍ରାହ୍ମଣକୁ ଭୋଜନ ଦେଇପାରିବେ। 13 ଦିନ ବ୍ରାହ୍ମଣକୁ ଯେଉଁ ଭୋଜନ ଦିଆଯାଏ, ତାକୁ ମୃତ୍ୟୁ ଭୋଜ ବୋଲି କୁହାଯାଏ। 13 ଦିନ ଭୋଜନରେ ଅତି କମରେ 13 ଜଣ ବ୍ରାହ୍ମଣକୁ ଭୋଜନ ଦେବା ଦରକାର। କାରଣ ମୃତ ବ୍ୟକ୍ତିକୁ ଯମଲୋକରେ ପହଞ୍ଚିବାକୁ ଭୋଜନ ପ୍ରାପ୍ତ ହେବ। ଗରୁଡ଼ ପୁରାଣରେ କୁହାଯାଇଛି ଯେ ଯଦି ମୃତ ଆତ୍ମା ପାଇଁ କରଜ କରି ମୃତ୍ୟୁଭୋଜ କରାଯିବ, ତେବେ ଆତ୍ମା ସମ୍ପୂର୍ଣ୍ଣ ଭାବରେ ମୁକ୍ତି ପାଇପାରିବ ନାହିଁ ଏବଂ ଏହା ଦେଖି ସେହି ଆତ୍ମାକୁ କଷ୍ଟ ହୋଇଥାଏ ଯେ ତାର ପରିବାର ଲୋକ ତା ଶ୍ରାଦ୍ଧ ଆଉ କର୍ମ ପାଇଁ କରଜ କରିଛନ୍ତି। କାରଣ ଅତ୍ୟଧିକ ଲୋକ ଅଛନ୍ତି ଯେ କାହା ଦ୍ୱାରା ପ୍ରେରିତ ହୋଇ କି କାହାର ସମକକ୍ଷ ହେବା ପାଇଁ ଅଧିକ ପରିମାଣର କର୍ମକର୍ମାଣୀ ଭୋଜି କରିଥାନ୍ତି। ଯଦି କୌଣସି ମୃତ ବ୍ୟକ୍ତିର ପରିବାର ଲୋକ ମୃତ ବ୍ୟକ୍ତିର କର୍ମ ପାଇଁ ନିଜ ଜମି, ଗହଣା କିମ୍ବା ଅନ୍ୟ କୌଣସି ସାମଗ୍ରୀ ଜିନିଷପତ୍ର ବିକ୍ରି କରିଥାଏ, ତେବେ ଏଭଳିଆ ଲୋକଙ୍କୁ ଯମଦୂତ କେବେ ବି କ୍ଷମା କରିପାରନ୍ତି ନାହିଁ। ଆଉ ଯେତେବେଳେ ସେହି ମନୁଷ୍ୟର ମୃତ୍ୟୁ ହୁଏ, ସେତେବେଳେ ଯମଦୂତମାନେ ସେହି ବ୍ୟକ୍ତିକୁ ଅନେକ ପ୍ରକାର କଷ୍ଟ ଦିଅନ୍ତି ଆଉ ତାକୁ ମୃତ୍ୟୁ ଲୋକକୁ ପଠାଇ ଦିଅନ୍ତି। ଏହାଛଡ଼ା ଗରୁଡ଼ ପୁରାଣରେ ଲେଖାଯାଇଛି ଯେ ମୃତକର 13 ଦିନ ପରେ ମୃତକଙ୍କ ଭାଇ, ବନ୍ଧୁ ଏବଂ ପରିବାର ଲୋକ ସେହି ମୃତକ ବ୍ୟକ୍ତିକୁ ଭୁଲି ଯାଆନ୍ତି।